ନମସ୍କାର। ମୁଁ ମନୋରମା ମିଶ୍ର, ନୀଳାଦ୍ରି ବିହାର, ଭୁବନେଶ୍ୱର। ମୁଁ ଗୋଟିଏ ଗଳ୍ପ ପାଠ କରିବାକୁ ଯାଉଛି। ଶୀର୍ଷକ ଶାନ୍ତି ପାଇଁ ସାଲିସ। ମନ୍ଦିରାଙ୍କୁ 20 ବର୍ଷ ବେଳେ ଏ ଘରକୁ ବୋହୂ ହୋଇ ଆସିଥିଲେ ଯେ 35 ବର୍ଷ ହେଲା କେବଳ କାମ କରି କରି କୋମଳ ଅନଭ୍ୟସ୍ତ ହାତ ତାଙ୍କର ଖୁବ୍ ଶକ୍ତ ଓ ଅଭ୍ୟସ୍ତ ହୋଇଗଲାଣି। ଏ ଘରେ ତାଙ୍କୁ ବାହା ଦେଇ ବାପା ମା ନିଶ୍ଚିନ୍ତ ହୋଇଥିଲେ। ଭାବିଥିଲେ ସହରରେ ଶାଶୁଘର, ଘରର ସଦସ୍ୟ ପୁଣି ମାତ୍ର 2 ଜଣ, ସ୍ୱାମୀ ଏବଂ ଶାଶୁ। ଅତଏବ ଝିଅ ନିଶ୍ଚୟ ଅନେକ ସ୍ନେହ ଆଦର ପାଇ ଅୟସରେ ରହିବ। ଅଥଚ ତାଙ୍କୁ ଏଠି ଅବିଶ୍ରାନ୍ତ କାମ କରିବାକୁ ପଡ଼ିଲା। କୁଳୀନ ବ୍ରାହ୍ମଣ ଘର, ପର୍ବପର୍ବାଣୀ, ଠାକୁର ପୂଜା, ଶ୍ରାଦ୍ଧ, ବ୍ରତ, ଉପବାସ। ସେହି କଅଁଳ ବୟସରେ ଅଣନିଶ୍ୱାସୀ ହୋଇ ପଡ଼ିଥିଲେ ମନ୍ଦିରା। ସେଥିରେ ପୁଣି ପ୍ରତି କାମକୁ ଶାଶୁଙ୍କର ତୀକ୍ଷ୍ଣ ନଜର, ଅହରହ କଡ଼ା ଉପଦେଶ। ଆତ୍ମାକୁ ବାଧିଲା ଭଳି ଗାଳି ତାଙ୍କୁ ଓ ତାଙ୍କର ବାପା ମାଙ୍କୁ ସବୁଠୁ କଷ୍ଟଦାୟକ ଥିଲା। ବାପଘର ଲୋକଙ୍କର ଆସିବାଟାକୁ ଶାଶୁ ସହ୍ୟ କଲେନି କି ତାଙ୍କୁ ବାପଘରକୁ ଯିବାକୁ ଅନୁମତି ଦେଲେନି। ଏମିତିକି ବାହାରକୁ ଟିକେ ଛାଡ଼ିଲେନି କି ବାହାରୁ କିଏ ଘରକୁ ଆସିଲେ ବି ମିଶିବାକୁ ଦେଲେନି। ପୁରା ବନ୍ଦୀ ଜୀବନ। ପ୍ରତି କଥାରେ ପୁଣି ନିଜ ଉଦାହରଣ ଖଞ୍ଜି ଦେଉଥିଲେ। ତାଙ୍କ ବେଳେ ସେ ଯେମିତି ଗନ୍ଧମାର୍ଦ୍ଦନ ଟେକି ଆଣୁଥିଲେ ଅନାୟାସରେ, ଅଂଶୁପା-ହ୍ରଦଟେ ଖୋଳି ଦେଉଥିଲେ ଖୁବ୍ ଶୀଘ୍ର ଏବଂ ରାନ୍ଧିବାଢ଼ି ବଡ଼ ବଡ଼ ଭୋଜି ଅବା ଉଠେଇ ଦେଉଥିଲେ। ଶୁଣି ନ ଶୁଣିଲା ଭଳି ରହୁଥିଲେ ମନ୍ଦିରା। ଆଖିର ଲୁହକୁ କାନିରେ ସାଇତି କାମ କରୁଥିଲେ। ଦୁଃଖ ବାଣ୍ଟିବାକୁ କାହାକୁ ପାଉନଥିଲେ। ଆଉ ସ୍ୱାମୀ? ତାଙ୍କଠାରୁ ନିଜ ବ୍ୟଥା ବେଦନା ପାଇଁ ଆଶ୍ୱାସନା ଆଶା କରିବା ବୃଥା ଥିଲା। ଯେତେବେଳେ ସ୍ନେହ ଆଦରରେ ସ୍ତ୍ରୀର ମନକୁ ବାନ୍ଧି ରଖିବା କଥା, ସେତେବେଳେ ସେ ଅତ୍ୟଧିକ ମାତୃସ୍ନେହ ପାଇ ଶିଶୁ ଓ କୈଶୋର ସୁଲଭ ନିର୍ଭରଶୀଳତାରେ ନିଜକୁ ଅଜାଡ଼ି ଦେଇ ଦାୟିତ୍ୱବୋଧହୀନ ମାତୃଗତ ପ୍ରାଣ ଆଜ୍ଞାବହ ପୁଅଟିଏ ହୋଇ ରହିଥିଲେ। କିନ୍ତୁ ମା ସହିତ ମିଶି ମନ୍ଦିରାଙ୍କୁ ହେୟ ଜ୍ଞାନ କରିବାରେ ଆନନ୍ଦ ପାଉଥିଲେ। ମା ସହିତ ମିଶି ମନ୍ଦିରାଙ୍କୁ ଗାଳି ଦେଇ ଶାନ୍ତି ଲଭୁଥିଲେ। ଶେଷରେ ଛତ୍ରଛାୟା ବିହୀନ ନିରୁପାୟ ମନ୍ଦିରାଙ୍କର ଏକମାତ୍ର ଅବଲମ୍ବନ ହୋଇଗଲା ସେହି ଦୁର୍ବିସହ ବୋହୂପଣିଆ, ଯେଉଁଥିରୁ କି ଏପର୍ଯ୍ୟନ୍ତ ବି ମୁକୁଳି ପାରୁନାହାନ୍ତି ସେ। ସେହି ଅସହାୟତା ଭିତରେ ଅଳ୍ପ କିଛି ବର୍ଷ ବ୍ୟବଧାନରେ ମନ୍ଦିରାଙ୍କର ସନ୍ତାନ 2ଟି ଜନ୍ମିଥିଲେ, ବୁଲୁ ଏବଂ ଟିକନ। ସେମାନଙ୍କୁ ନେଇ ସ୍ୱପ୍ନ ଦେଖିବାର ସୁଯୋଗ ନଥିଲେ ବି ସେହି କୋମଳ ବୟସରୁ ମନ୍ଦିରା ନିଜକୁ ଖୁବ୍ ସ୍ନେହୀ ଏବଂ ଦରଦୀ ଶାଶୁଟିଏ କରି ଗଢ଼ୁଥିଲେ। ଅନାଗତ 2ଟି ନିରୀହ ସୁନ୍ଦର ବୋହୂଙ୍କର ସ୍ୱପ୍ନ ଦେଖୁ ଦେଖୁ ଆଖି ମୁଦି ହୋଇଯାଉଥିଲା ତାଙ୍କର ଆବେଗରେ। ବଡ଼ ପୁଅ କଲେଜରେ ପାଦ ଦେଲା ବେଳକୁ ଶାଶୁ ପ୍ରାୟ ଶେଯରେ। ତଥାପି ତାଙ୍କର ସେ ଅବଦମିତ ଅହଙ୍କାର ଓ ଅସହନୀପଣ ବୟସର ଅସହାୟତା ପାଖରେ ହାର ମାନି ନଥିଲା, ବରଂ ଆହୁରି ଦୃଷ୍ଟିକଟୁ ଭାବେ, ଶ୍ରୁତିକଟୁ ଭାବେ ମୁଣ୍ଡ ଟେକି ଉଠିଥିଲା। ସବୁ ଗାଳିମନ୍ଦ ସତ୍ତ୍ୱେ ମନ୍ଦିରାଙ୍କ ବିରାମବିହୀନ ଶୁଶ୍ରୂଷା ଭିତରେ ଶାଶୁ ଉପରକୁ ଟିକେଟ କାଟିଥିଲେ ସିନା, ଶାଶୁଙ୍କର ଗେଲବସର ଆଜ୍ଞାବହ ପୁଅଟି କିନ୍ତୁ କେଉଁ ଫାଙ୍କରେ ବଦରାଗୀ, ଆତ୍ମସୁଖ ଲୋଭୀ, କର୍ମଭୀରୁ ଗୃହସ୍ଥଟିରେ ପରିଣତ ହୋଇସାରିଥିଲେ। ବିବାହ ପରେ ପରେ ପତ୍ନୀଙ୍କର ଅଫୁରନ୍ତ ରୂପର ତାରିଫ କେବେ ସେ କରିନାହାନ୍ତି କି ଏ ଉତ୍ତୀର୍ଣ୍ଣ ବୟସରେ ପତ୍ନୀଙ୍କ କର୍ମ ନିପୁଣତାର ଗୁଣଗାନ କରିବାକୁ ଆବଶ୍ୟକ ମନେ କରିନାହାନ୍ତି। ମନ୍ଦିରାଙ୍କ ଜୀବନ ଯାତନା ଯେମିତି ଭାଗ୍ୟ ନିର୍ଦ୍ଧାରିତ ଥିଲା। କେବଳ ପୁଅ 2ଟିଙ୍କ ପାଇଁ ତାଙ୍କ ସଂସାର ଜଳଧିରେ କିଛି ତରଙ୍ଗ ଥିଲା ଏବଂ ଭାବୀ ବୋହୂ 2 ଜଣଙ୍କ ଭାବନାରେ ସେ ତରଙ୍ଗାୟିତ ଜଳଧିରେ ଜୁଆର ଉଠୁଥିଲା ମଝିରେ ମଝିରେ। କ୍ରମେ ବୁଲୁ ଭଲ ଚାକିରିଟିଏ ପାଇ ଦିଲ୍ଲୀରେ ଅବସ୍ଥାନ କଲା। ଧନୀ ଘର ଝିଅଟିଏ ଘରକୁ ବୋହୂ ହୋଇ ଆସିଲା ଏବଂ କୌଣସି ପ୍ରକାରେ 15 ଦିନ ଚଳି ଦିଲ୍ଲୀ ଗଲା ଯେ ବର୍ଷକୁ ଥରେ ଆସେ ମାତ୍ର 15 ଦିନ ପାଇଁ, ତା ପୁଣି ଅଧାରୁ ଅଧିକ ଦିନ ବାପଘରେ କଟାଇ। ମନ୍ଦିରା ଭଲ ଶାଶୁ ହୋଇ ବୋହୂକୁ ଚଳାଇବା ତ ଦୂରର କଥା, ବରଂ ଉପରମୁହିଁ ବୋହୂର ବରାଦରେ ଚଳୁ ଚଳୁ ନୟାନ୍ତ ହୋଇଯାଆନ୍ତି। ଶାଶୁଙ୍କ ଗଞ୍ଜଣା ସହିବାର ଗୋଟେ ଯୁକ୍ତି ଥିଲା, କିନ୍ତୁ ବୋହୂର ମନଜଗି ଚଳିବାକୁ ଭାରି ବାଧୁଥିଲା। ଏକାନ୍ତ ବେଳେ କ୍ଳାନ୍ତ ଆଖିପତାରୁ ତାଙ୍କର ସାଇତା ସ୍ୱପ୍ନ ସବୁ ହଜିଯାଇ ଲୁହ ଝରୁଥିଲା।
ଯାହା ସାନ ପୁଅ ଟିକନ ଆଖିରୁ ବାଦ ଯାଉନଥିଲା। ନ ଜାଣିଲା ଭଳି ଥଟ୍ଟା କରି କହୁଥିଲା, ଜମା ବ୍ୟସ୍ତ ହୁଅନା ମା, ଦେଖିବୁ ସାନ ବୋହୂ ଆସିଲେ ତୋ ଦୁଃଖ ଯିବ। ବାସ୍ ଏତିକି କଥାରେ ମନ୍ଦିରା କୃତକୃତ ହୋଇଯାଆନ୍ତି, ବିଚଳିତ ହୋଇଯାଆନ୍ତି। କାହିଁକି ନ ହେବେ? ଟିକନ ସିନା ବୁଲୁ ପରି ବେଶୀ ପାଠ ପଢ଼ିଲାନି, ଖାଲି ବିଏ ପାସ୍ କରି ରହିଲା, କିନ୍ତୁ ତାଙ୍କୁ ତ କେବଳ ସେଇ ହିଁ ବୁଝେ। ଜେଜେମା ଓ ବାପାଙ୍କ ପାଖରେ ଯେତେବେଳେ ସେତେବେଳେ ମା ସପକ୍ଷରେ ଯୁକ୍ତି ବାଢ଼ି ଗାଳି ଖାଏ। ଆଉ ମନ୍ଦିରା ତ ନିଜ ମନର ସୁଖ ଦୁଃଖର ପେଡ଼ିଟି କେବଳ ଟିକନ ପାଖରେ ହିଁ ଖୋଲି ଦିଅନ୍ତି ଭାରି ଭରସାରେ। ଟିକନ ବଡ଼ ହେଲା ପରେ ତାଙ୍କର ବୋଉ କି ବାପାଙ୍କ ପାଖକୁ ଲେଖିଥିବା ଚିଠି ଖଣ୍ଡକ ଲୁଚେଇ କରି ନେଇ ପୋଷ୍ଟ ବକ୍ସରେ ପକାଇ ଦେଇ ଆସିଛି ଏବଂ ତା ସାଙ୍ଗର ଠିକଣାରେ ଆସିଥିବା ଉତ୍ତରଟି ବି ଆଣି ଚୁପଚାପ ତାଙ୍କୁ ଧରେଇ ଦେଇଛି। ମନ୍ଦିରାଙ୍କ ମରୁଭୂମି ତୁଲ୍ୟ ଜୀବନରେ ଟିକନ ହିଁ ଖଣ୍ଡିଏ ମରୁଦ୍ୟାନ। ବଡ଼ ପୁଅ ଯେତିକି ଦୂରେଇ ଯାଉଥିଲା, ଟିକନ ସେତିକି ପାଖକୁ ଲାଗି ଆସୁଥିଲା। ଆକାଶକୁ ଉଠିବାର ସ୍ୱପ୍ନ ତାର ନଥିଲା କର୍ତ୍ତବ୍ୟଠୁ ଦୂରେଇ ଯାଇ ନିଜକୁ ବିକଶିତ କରିବାର ଆଗ୍ରହ। କମ୍ପ୍ୟୁଟରର କୋର୍ସଟିଏ ସାରିଦେଇ ସାଧାରଣ ଦରମାର ଚାକିରିଟିଏ ଯେତେବେଳେ ଟିକନ ପାଇଗଲା ଏଇ ସହରରେ, ସେତେବେଳେ ମନ୍ଦିରାଙ୍କର ଧୂଆଁଳିଆ ଦିଶୁଥିବା ସ୍ୱପ୍ନ ସବୁ ପୂର୍ଣ୍ଣିମା ଜହ୍ନ ପରି ଭାରି ଉଜ୍ଜ୍ୱଳ ଦିଶିଲେ। ଅଥଚ ଟିକନ ତାଙ୍କ ଆଦରର ସାନ ପୁଅ ଏବେ ଦିନେ ରାତିରେ ଖାଇବା ବେଳେ ତାର ମନ କଥା କହି ବସିଲା। ଏହି ସାହିର ମହାନ୍ତି ବାବୁଙ୍କ ଝିଅ ସବିତାକୁ ସେ କଥା ଦେଇଛି, ଚାକିରି ପାଇଲେ ବାହା ହେବ। ବର୍ତ୍ତମାନ ସେଇ ସମୟ ଆସନ୍ନ। ଟିକନ ପୁଣି ମା ଆଖିରେ ଆଖି ରଖି ବୁଝାଇଥିଲା, ତୁ ଭୟ କରନା ମା, ସବିତା ବହୁତ ଭଲ ଝିଅ, ସେ ନିଶ୍ଚୟ ତୋ ମନ ଲାଖି ବୋହୂ ହେବ। ମନ୍ଦିରା ଲକ୍ଷ୍ୟ କଲେ ପୁଅର ଉତ୍ସୁକ ଦୃଷ୍ଟିରେ ତାଙ୍କଠୁ ସାଗ୍ରହ ସମ୍ମତିଟିଏ ପାଇବାର ପ୍ରତ୍ୟାଶା। ଅଜାଣତରେ କେଇ ବୁନ୍ଦା ଲୁହ ତାଙ୍କ ଆଖି କଣରେ ଜମା ହୋଇଗଲା। ଏ ଅନୁନୟର ଉତ୍ତର ଯେ କେବଳ ଅଭୟ। ହୃଦୟର ସକଳ ମମତାକୁ ମିଶାଇ ଦେଇ ମନ୍ଦିରା ହସି ହସି ସେ ଅଭୟ ପୁଅକୁ ଦେଲେ। ଟିକନ ଆଶ୍ୱସ୍ତ ହୋଇ ଶୋଇବାକୁ ଗଲା ଏବଂ ମନ୍ଦିରାଙ୍କର ଅତନ୍ଦ୍ର ଆଖିରେ ସବିତାର ସରଳ ନିଟୋଳ କିଶୋର ମୁହଁଟି ଭାସି ଉଠିଲା, ଯାହା ଟିକନର ସଦା ହସ ହସ ମୁହଁ ସାଙ୍ଗକୁ ଖୁବ୍ ମାନିବ। କିନ୍ତୁ କେମିତି ସମ୍ଭବ ହେବ ଏ କଥା? ମନ୍ଦିରା ଜାଣନ୍ତି, ଟିକନ ମା ପାଇଁ ସମ୍ବେଦନଶୀଳା ହେବା ସହିତ ବାପାଙ୍କର ଭାରି ଆଜ୍ଞାବହ। ବାପାଙ୍କ ପାଟିରୁ କଥା ବାହାରିଲା ମାତ୍ରେ ସାଙ୍ଗେ ସାଙ୍ଗେ କାର୍ଯ୍ୟରେ ପରିଣତ କରିଦିଏ। କିଛି ବି କାମ ତାଙ୍କୁ ଏକୁଟିଆରେ କରାଇ ଦିଏନି। କିନ୍ତୁ ମନ୍ଦିରା ଏଇ କଥା ବି ଜାଣନ୍ତି, ଏତେ ବଡ଼ ଖାନଦାନୀ ବ୍ରାହ୍ମଣ ଘରେ ମହାନ୍ତି ଘରର ଝିଅଟିଏ ବୋହୂ ହେବାକୁ ଟିକନର ଏହି ରକ୍ଷଣଶୀଳ ତଥା ବଦରାଗୀ ବାପା କଦାପି ରାଜି ହେବେନି। ତଥାପି ନିଜକୁ ଦୃଢ଼ କଲେ ସେ, ଯାହା ବାଧାବିଘ୍ନ ଆସିଲେ ବି ସବିତା ତାଙ୍କର ବୋହୂ ହେବ। ସେଇଟା ଏ ଘରେ ହେଉ ଅଥବା ଏ ଘରୁ ବାହାରି ଯାଇ ହେଉ। ଗୋଟିଏ ଦିନ ଏକ ଅଦମ୍ୟ ସାହସରେ ସେ ଟିକନର ଇଚ୍ଛା ଓ ନିଜର ନିଷ୍ପତ୍ତି ସ୍ୱାମୀଙ୍କୁ ଶୁଣାଇ ଦେଲେ। ତମାମ ଜୀବନ ମୁହଁ ଖୋଲି ନଥିବା ସ୍ତ୍ରୀର ଏ ଦମ୍ଭୋକ୍ତିରେ ଟିକନର ବାପା ହୁଏତ ସ୍ତମ୍ଭୀଭୂତ ହୋଇଗଲେ, ଅଥବା ଗୋଟାଏ ଦୋଷୀପଣରେ ଭିତରେ ଭିତରେ ବତୁରି ଯାଇଥିଲେ ଅବା। ଅତ୍ୟନ୍ତ ଅବସନ୍ନ କଣ୍ଠରେ ଉତ୍ତର ଦେଲେ, ମୁଁ ଅନେକ ଦିନରୁ ଏସବୁ ଜାଣିଛି ଏବଂ ଏଇ କଥା ଉଠିଲେ ପ୍ରତିବାଦ କରିବିନି ବୋଲି ମନେ ମନେ ସିଦ୍ଧାନ୍ତ ନେଇଛି। ଅବିଶ୍ୱାସ ଭରା କଣ୍ଠରେ ମନ୍ଦିରା କହିଲା, ଆଉ ତୁମ ବ୍ରାହ୍ମଣ ଘରର ମାନ? ସେ ମାନ ଆଉ କାହାର ଆଜିକାଲି ଅଛି? ମାନକୁ ଜଗିଲେ ଆମେ ଟିକନ ଭଳି ପୁଅକୁ ହରାଇବା। ବରଂ ସବିତା ଭଳି ଝିଅଟି ବୋହୂ ହୋଇ ଆସିଲେ ବଡ଼ ବୋହୂଠାରୁ ଯାହା ମିଳିନି ତାହା ମିଳିଯିବ ଏବଂ ଆମର ଦୁଃଖ ଘୁଞ୍ଚିଯିବ। ଆଦୌ ଆଶା କରିନଥିବା ସ୍ୱାମୀଙ୍କର ଏ ଉତ୍ତରରେ ମନ୍ଦିରା ବିସ୍ମିତ ହୋଇଗଲେ। ମନ୍ଦିରା ବିମୂଢ଼ ହୋଇଗଲେ। ଏତେ ଦିନ ପରେ ଆଜି ଦୁହିଁଙ୍କର ଦୁଃଖ ଏକ ହୋଇଛି, ସମସ୍ୟା ଏକ ହୋଇଛି ଏବଂ ସିଦ୍ଧାନ୍ତ ମଧ୍ୟ ସମାନ ହୋଇଛି। ପୁତ୍ର ସ୍ନେହ ଆଗରେ ଏତେ ଅହଙ୍କାରୀ ଲୋକଟା ନିଜ ରକ୍ଷଣଶୀଳତାକୁ ବଳି ଦେଇଛନ୍ତି। ଅନାସ୍ୱାଦିତ ଏକ ଆନନ୍ଦରେ ଯେମିତି ମନ୍ଦିରା ପରିପୂର୍ଣ୍ଣ ହୋଇଗଲେ। ଦୀର୍ଘ ଦିନର ପ୍ରେମଶୂନ୍ୟ ମନରେ ତାଙ୍କର କେଉଁଠୁ କେଜାଣି ପ୍ରଖର ପ୍ରେମର ସ୍ରୋତଟିଏ ଆଜି ପ୍ରବାହିତ ହୋଇଗଲା। ଏଥର ତାଙ୍କୁ ଦିଶିଲା ଟିକନର ବାପା ସତରେ କେତେ ରୁଗ୍ଣ ଓ ଦୁର୍ବଳ ଦିଶୁଛନ୍ତି। ତାଙ୍କର ବି ତ ଟିକେ ସ୍ନେହ ଓ ସାହଚର୍ଯ୍ୟ ଆବଶ୍ୟକ। ମନ୍ଦିରା ସ୍ୱାମୀଙ୍କ ଆଡ଼କୁ ମୁଗ୍ଧ ଦୃଷ୍ଟିରେ ଚାହିଁଥିଲେ। ଧନ୍ୟବାଦ।